ସର୍ବଭାରତୀୟ ଡିଜିଆଇଜି ସମ୍ମିଳନୀ ଉଦ୍ଯାପନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଦୃଢ଼ ପଦକ୍ଷେପ ପାଇଁ ନେଲେ ନିଷ୍ପତ୍ତି। ଖଲିସ୍ତାନ ଆତଙ୍କବାଦୀର ଧମକପୂର୍ଣ୍ଣ ଇମେଲରେ କେନ୍ଦ୍ରୀୟ ସଶସ୍ତ୍ର ପକ୍ଷରୁ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା। ଓଡ଼ିଶାରେ ଅଛନ୍ତି 60ରୁ 70 ନକ୍ସଲ। ମାର୍ଚ୍ଚ 2026 ସୁଦ୍ଧା ମାଓବାଦୀ ମୁକ୍ତ ହେବ ଓଡ଼ିଶା ଆଇଜି ସୂଚନା। ସର୍ବଭାରତୀୟ ଡିଜିଆଇଜି ସମ୍ମିଳନୀର ତୃତୀୟ ତଥା ଶେଷ ଦିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀର ଉଦ୍ଯାପନୀ ଦିବସରେ ସାଇବର ଅପରାଧ, ତଟ ସୁରକ୍ଷା ଓ ମାଓ ମୁକାବିଲା ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। 2 ଦିନ ହେବ ତଟ ସୁରକ୍ଷାରୁ ସାଇବର ଅପରାଧ, ମାଓବାଦୀ ଆତଙ୍କବାଦ, ଗଞ୍ଜେଇ ଚାଲାଣରୁ ବ୍ରାଉନ ସୁଗାର ଓ କୋକେନ୍ କାରବାର ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଲୋକସଭା ଭବନରେ ମାନସ ମନ୍ଥନ ଚାଲିଛି। ବିମାନ ବନ୍ଦରରୁ ରାଜଭବନ ସମ୍ମିଳନୀ କକ୍ଷରୁ ଦଳୀୟ କାର୍ଯ୍ୟାଳୟ ସବୁଠି କଟକଣା। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମଧ୍ୟ ଜଗି ରହିଛନ୍ତି। 24 ଘଣ୍ଟିଆ ସୁରକ୍ଷା ଜାରି ରହିଛି। ଏହାରି ଭିତରେ ଭୁବନେଶ୍ୱର ଉପରେ ଆତଙ୍କବାଦୀଙ୍କ ନଜର ପଡ଼ିଛି। ଗଣାବାଟରେ ଖଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି। ଏହା ସହରବାସୀଙ୍କୁ ଛାନିଆ କରିଛି। ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଧମକପୂର୍ଣ୍ଣ ଇମେଲ ହଇଚଇ ସୃଷ୍ଟି କରିଛି। ଏଭଳି ଧମକକୁ ସୁରକ୍ଷା ବାହିନୀ ସହଜେ ଅସ୍ୱୀକାର କରିପାରୁନାହିଁ। ଓଡ଼ିଶାକୁ ପୂର୍ବରୁ ଆତଙ୍କବାଦୀଙ୍କ ଧମକ ମିଳିବା ନଜର ରହିଛି। ଭୁବନେଶ୍ୱର ମନ୍ଦିରମାଳିନୀ ସହର ନୁହେଁ, ଆତଙ୍କୀ ସହର ବୋଲି ଭିଡ଼ିଓରେ କହିଥିଲା। ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ମନ୍ଦିର ହେଉ କିମ୍ବା ଶିକ୍ଷାନୁଷ୍ଠାନରେ ଛଦ୍ମବେଶରେ ଜଗି ରହିବା ଲାଗି ସହଯୋଗୀଙ୍କୁ ପରାମର୍ଶ ଦେଇଥିଲା। ଏହାକୁ ସୁରକ୍ଷା ବାହିନୀ ଗୁରୁତ୍ୱର ସହ ଗ୍ରହଣ କରିଥିଲା। ସମ୍ମିଳନୀର ଦ୍ୱିତୀୟ ଦିନରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ